ସମସ୍ତଙ୍କୁ ସାଦର ନମସ୍ତେ ବନ୍ଧୁଗଣ କିଛି ସୋ କଲ୍ଡ ଉଚ୍ଚ ଶିକ୍ଷିତ ବା କ'ଣ ବା କହିବି ସେମାନେ ଆସିକି ବିଭିନ୍ନ ପ୍ରକାରର ଅଭଦ୍ର ଟିପ୍ପଣୀ ତ କରନ୍ତି ହିଁ କରନ୍ତି। ଆଉ ତାଙ୍କ ମତରେ ସେମାନେ ହିଁ ବାବା ସାହେବ ଆମ୍ବେଦକରଙ୍କୁ ମାନୁଛନ୍ତି, ସେମାନେ ହିଁ ବାବା ସାହେବ ଆମ୍ବେଦକରଙ୍କର କିଛି ପୁସ୍ତକ ପଢ଼ିଛନ୍ତି, ଆଉ କେହି କିଛି ପଢ଼ି ନାହାନ୍ତି। ତାଙ୍କୁ ଯେତେ ପ୍ରମାଣ ଦେଲେ ସେ ବୁଝନ୍ତି ନାହିଁ, ଆଉ ଓଲଟା ଆମ ଉପରେ ଆକ୍ଷେପ କରନ୍ତି କ'ଣ ଯେ ଆମେ ହ୍ୱାଟ୍ସଆପ୍ ୟୁନିଭର୍ସିଟି ସବୁ ଡାଟା ଆଣୁଛୁ। ଠିକ୍ ଅଛି ଭାଇ, ସେ ହ୍ୱାଟ୍ସଆପ୍ ୟୁନିଭର୍ସିଟି ହଉ କି ଆଉ କୌଣସି ୟୁନିଭର୍ସିଟି ହଉ, ବାସ୍ତବିକ କଥା ହେଉଛି କିଏ କାହାର ଜ୍ଞାନ ଉପରେ ତ ଗର୍ବ କରିବା କଥା ନୁହଁ, କି ଅହଙ୍କାର କରିବା କଥା ନାହିଁ ଯେ ମୁଁ ଏତେ ଶିକ୍ଷିତ, କି ମୁଁ ଏତେ ପଢ଼ିଛି, ମୁଁ ଏତେ ଜାଣିଛି, ମୋ ପାଖରେ ଏତେ ଫ୍ୟାକ୍ଟସ୍ ଅଛି। କିନ୍ତୁ ଯେତେବେଳେ କିଛି ଲୋକ ସାମ୍ନାକୁ ପଳେଇ ଆସନ୍ତି ନା, ଆଉ ଠିକା ନେଇ ନିଅନ୍ତି ଯେ ଆମେ ହିଁ ସବୁ ଜ୍ଞାତା, ଆମ ପାଖରେ ସବୁ ତଥ୍ୟ ଅଛି, ତାହେଲେ ନିଶ୍ଚିତ ଭାବରେ ଉତ୍ତର ଦେବାକୁ ପଡ଼େ। ଜଣେ ଭାଇ ମୋତେ କହିଲେ ଯେ କେତେଟି ବହି ରଖିଛ ତାର ଫଟୋ ପଠାଅ। ତାଙ୍କୁ ଜବାବ ଦେବା ମୋର ଆବଶ୍ୟକ ନାହିଁ, କିନ୍ତୁ ଚୁପ୍ ରହିବା ବି ଅନୁଚିତ। ଫଟୋ ନାହିଁ, ଭିଡ଼ିଓ ହିଁ ଦେଖେଇଦେବି। ଆଉ ସେଇଠି ବୋନସ୍ ଆଡ୍ ହେବ ଯେ ବାବା ସାହେବ ଆମ୍ବେଦକରଙ୍କର ପୁସ୍ତକ ହୁ ୱେର୍ ଦ ଶୁଦ୍ରଜରେ ବାବା ସାହେବ ଆମ୍ବେଦକର ଶୂଦ୍ରଙ୍କୁ କ'ଣ ବୋଲି ସମ୍ବୋଧନ କରିଛନ୍ତି, ବା ଆର୍ଯ୍ୟ କିଏ, କ'ଣ ଆର୍ଯ୍ୟ ବିଦେଶୀ କି। ବହୁତ ସାଙ୍ଗସାଥି ଅଛନ୍ତି ଯେଉଁମାନେ କୁହନ୍ତି ଯେ ଶୂଦ୍ର ମୂଳ ନିବାସୀ ଏବଂ ଆର୍ଯ୍ୟ ବା ସକଳ ବ୍ରାହ୍ମଣ ସେମାନେ ବିଦେଶୀ। ତ ପ୍ରଥମେ ଚାଲନ୍ତୁ ଦେଖିବା ଯେ ବାସ୍ତବିକ ମୋର ହ୍ୱାଟ୍ସଆପ୍ ୟୁନିଭର୍ସିଟି କୋଉଟା। ଚାଲନ୍ତୁ ଭାଇ, ଇଏ ମୋର ଟ୍ୟାବଲେଟ୍ର ସ୍କ୍ରିନ୍ ଦେଖନ୍ତୁ। ପ୍ରଥମେ ମୂଳ ସମ୍ବିଧାନ, ଦି କନଷ୍ଟିଟ୍ୟୁସନ୍ ଅଫ୍ ଇଣ୍ଡିଆ, ମୂଳ ଭାଇ PDF ରଖିଛି ଅବଶ୍ୟ ମୁଁ। ମୂଳ ସମ୍ବିଧାନ 1950 ଦେଖେଇ ଦେଇ ମୁଁ ସେଠି ଷ୍ଟାମ୍ପ ଲଗା ଅଛି ବ୍ରିଟ୍ 1950। ଇଏ ହେଉଛି ସେଇ ମୂଳ ସମ୍ବିଧାନ, ଦେଖି ଦିଅନ୍ତୁ। ଇଏ ମୂଳ ସମ୍ବିଧାନର ପ୍ରିଏମ୍ବଲ୍, ଯେଉଁଠିକି ସେକୁଲାର ଆଉ ସୋସିଆଲିଷ୍ଟ ୱାର୍ଡ ନାହିଁ। ଠିକ୍ ଅଛି, ଚାଲନ୍ତୁ ଆଗକୁ ଯିବା। ଦେଖନ୍ତୁ, ଏଇଟା ହେଉଛି ମୋର ସମ୍ପତ୍ତି ଭାଇ, ୟା ବିନା ତ ଆମେ ଅଧୁରା ହିଁ। ପଢ଼ିବାକୁ ପଡ଼େ, ବିନା ଅଧ୍ୟୟନରେ କାହାକୁ କିଛି ଟିପ୍ପଣୀ କରିବା ଉଚିତ ନୁହଁ। ତ ବିନା ତର୍କ, ବିନା ଅଧ୍ୟୟନରେ ଉଚିତ ନୁହଁ। ହଁ ଦେଖନ୍ତୁ ଭାଇ, ଇଏ ହେଉଛି ହୁ ଆର୍ ଦ ଶୂଦ୍ରଜ ଇଂରେଜ ଭର୍ଜନ। ମୋର ହିନ୍ଦୀ ବି ଅଛି, ହିନ୍ଦୀ ଭର୍ଜନ ବି ଅଛି, ଆଉ ଏଇଟା ଇଂଲିଶ ଭର୍ଜନ। ଠିକ୍ ଅଛି, ଦେଖନ୍ତୁ ଇଏ ହେଉଛି କଥା ଭାଇ। ଚାଲନ୍ତୁ ଆଗକୁ ଯିବା, ହିନ୍ଦୀ ଭର୍ଜନ ଦେଖିବା। ଡକ୍ଟର ଆମ୍ବେଦକରଙ୍କର ସମ୍ପୂର୍ଣ୍ଣ ବାଙ୍ଗ୍ମୟର ଖଣ୍ଡ 1 ପ୍ରଥମ ଭାଗ, ଚାପ୍ଟର 1 ରାଇଟିଂ ଆଣ୍ଡ ସ୍ପିଚେସ୍ର ଭଲ୍ୟୁମ୍ 1। ବୋଧେ 41, I have 41 volumes of ବାବା ସାହେବ ଆମ୍ବେଦକର ରାଇଟିଂ ସ୍ପିଚେସ୍। ଅବଶ୍ୟ ମୋ ପାଖରେ ହିନ୍ଦୀ ଅଛି, ଇଂଲିଶ ବି କିଛି ଅଛି। ତ କ'ଣ କ'ଣ ଅଛି ଦେଖନ୍ତୁ, ଆଉ କହିବେ ଯେଉଁ ଭାଇ ମୋତେ କହୁଥିଲେ ଯେ ଫଟୋ ପଠାନ୍ତୁ। ଇଏ ହେଉଛି ଭାଇ ରାଇଟିଂ ସ୍ପିଚେସ୍ ଭଲ୍ୟୁମ୍ 7 ପାର୍ଟ 3। ହଁ ନା, ଆମେ ବି ସମ୍ମାନ କରୁ ବାବା ସାହେବ ଆମ୍ବେଦକରଙ୍କୁ, କିନ୍ତୁ ମିଛ ସମ୍ମାନ ନାହିଁ। ଯାହାର ସେ ହକଦାର ସେ ନିଶ୍ଚିତ ପାଇବେ। ଦେଖନ୍ତୁ ଭାଇ, ଆଉ ଗୋଟେ ପୁସ୍ତକ, ଇଏ ହେଉଛି ଡକ୍ଟର BR ଆମ୍ବେଦକର ଲାଇଫ୍ ଆଣ୍ଡ ମିଶନ, ଧନଞ୍ଜୟ କିରୀଙ୍କର ଏଇଟା। ହଁ, ଏଇ ପୁସ୍ତକ ଆପଣ ଦେଖିନଥିବେ ଏଇ ପୁସ୍ତକ। ଏଇଟା କ'ଣ ଜାଣନ୍ତି? ଇଏ ହେଉଛି ଆମ୍ବେଦକରଙ୍କର ଯେଉଁ ଆମ୍ବେଦକର ମାହାରବ ମଟକି। ଆପଣ ଗୋଟେ ଗପ ଶୁଣିଥିବେ ଝାଡ଼ୁ ଏବଂ ହାଣ୍ଡି ତାର। ଏଇଠୁ ମୁଁ କଲେକ୍ଟ କରିଛି ଭାଇ, ମହାରାଷ୍ଟ୍ରର ଏଇଟା। ଏଇଟା ମରାଠୀ ଭାଷାରେ ଅଛି, ଆପଣ ଯଦି ପଢ଼ିବେ ତାକୁ ଟିକେ ଟିକେ ବୁଝି ହେଉଛି। ପୁଣି ଆଗକୁ ଯିବା। ହଁ, ଇଏ ହେଉଛି ସେଇ ପୁସ୍ତକ ଶୂଦ୍ର କି ଖୋଜ, ହିନ୍ଦୀ ଶୂଦ୍ର କି ଖୋଜ। ଲେଖିଛନ୍ତି କିଏ? ବାବା ସାହେବ ଆମ୍ବେଦକରଙ୍କର ହିଁ ଇଏ ହେଉଛି ହିନ୍ଦୀ ଭାଷାନ୍ତର ହେଇଥିବା ପୁସ୍ତକ। ଦେଖନ୍ତୁ, ହଁ ଦେଖନ୍ତୁ
PhD, DSc, LLD, କଲମ୍ବିଆ, ଲଣ୍ଡନ ବାବା ସାହେବଙ୍କର ଯାହା ବି ତାଙ୍କର କ୍ୱାଲିଫିକେସନ ଡିଗ୍ରିଜ ସେ ଲେଖା ଅଛି ହେଲା ଭାଇ। ତ ବାବା ସାହେବ ବା ଜୟ ଭୀମର ଅର୍ଥ ବାବା ସାହେବ ଆମ୍ବେଦକରଙ୍କର ଜୟ ହଉ। କେମିତି ହବ ଭାଇ? ଖାଲି ଜୟ ଭୀମ କହିଲେ ହବ କି? ନା, ତାଙ୍କ ବିଷୟରେ ପଢିବାକୁ ପଡିବ। ଦେଖନ୍ତୁ ଭାଇ, ଶୂଦ୍ର ଖୋଜରେ କଣ ଆସିଛି? ଶୂଦ୍ର ସୂର୍ଯ୍ୟବଂଶ आर्य समुदाय से थे। ठीक अच्छे ना? केवल 3टा वर्णर उल्लेख अच्छी। देख देख भाई, आलोचना तो करवा, धीरे धीरे सब पिटारा खोलिबो। आ जो माने कहूथिले जे आर्य भारत बाहरु आस्तिले से माने एबे उत्तर देबे, से माने बाबा साहेब आंबेडकर को मानुछंती ना नाई? मु तो मानुची, किंतु एई षडयंत्रकारी चक्रांतकारी कथारे मु मानु नाही। मु तांकू सेई लेवल रे ही मानुची जहाँ से लिखिछंती। शूद्र बनाम आर्य है 74 पृष्ठा संख्या। चलतु देख देखंतु गोटे गोटे देखंतु वीडियो पुश मारिकी पूरा गोटे गोटे पढ़ंतु, पूरा पूरा पढ़ंतु। देखंतु भाई, पृष्ठा संख्या 74। 1 नंबर, वेद तो आर्य जैसी किसी भी प्रजाति से अनभिज्ञ है। 2, वेदों में इसका कोई प्रमाण नहीं है कि आर्य प्रजाति ने कभी भारत पर आक्रमण किया था और भारत के मूल निवासी माने जाने वाले दासों और दस्युओं को अपने अधीन कर लिया था। डिबंक है गला, बाबा साहेब आंबेडकर ही कहउछंती। 3 रे, इस बात का कोई प्रमाण नहीं है कि आर्यों और दासों या दस्युओं के बीच जो अंतर था वो प्रजातिगत था। वेद इस तर्क की पुष्टि नहीं करते कि आर्य लोग दासों और दस्युओं से भिन्न रंग के थे। क्लियर भाई? एबे मते आउ तो जो माने गाली गुलज करंती, जदि गाली गुलज करूछंती ताहले बाबा साहेब आंबेडकर को आपण अपमान करूछंती। कारण मु बाबा साहेब आंबेडकर को ही कोट करूची। ठीक अछि? शूद्र कौन थे? शूद्र लोग आर्य थे। क्लियर? शूद्र लोग क्षत्रिय वर्ण के थे। क्लियर? शूद्र इतने महत्वपूर्ण क्षत्रिय वर्ण के थे कि प्राचीन आर्य समुदाय के कुछ सर्वधनिक ख्यात और शक्तिशाली राजा शूद्र ही थे। मोर वाक्य नहीं, बाबा साहेब आंबेडकर वाक्य है। जदि जो माने मते आसी कमेंट कर गाली कर से इनडायरेक्टली बाबा साहेब आंबेडकर को ग्रहण करू नाहांती। ठीक अछि? तांकू प्रत्यक्ष रे नहले मध्य परोक्ष भाव रे अपमान ही करूछंती। वर्तमान कहंतु भाई, जो माने मते आसी कहउथिले जे केतेटा बही पढिछ, तार फोटो दियो, आ जो माने कहउथिले तमे सेही माने को ही मानुच, जो माने विदेशी थिले ताकू कही कही मु थकी गली जे बाबा साहेब आंबेडकर निजे लेखुछंती बोली। प्रमाण भी आज देइछि। आ जदि बाबा साहेब आंबेडकर कथा भी ग्रहण करूना हो ताहले से ड्रामा बाजी बंद करंतु। आ से नारा जो लगौछन ना जय भीम बंद करंतु भाई। कारण जय भीम कहिदेले बाबा साहेब आंबेडकर जय हब नाही। जय संविधान कहिदेले संविधान रो जय हब नाही। से पर्यंत जतिकी पर्यंत आपण बाबा साहेब आंबेडकर को जानी नाहांती, ताको विषय पढ़ी नाहांती, तांकर राइटिंग एंड स्पीच, तांकर जो चिठी, तांकर जो लेखा, तांकर भाषण को आपण पढ़ी नाहांती। जदि बाबा साहेब को एबे भी भल पाउछंती ना, टिके सम्मान जदि बंचेबा को भी रखुछंती ना, जदि सम्मान रो पात्र मानुछंती ना, एबे मध्य समय अछि भाई, बाबा साहेब आंबेडकर रो पुस्तक पढ़ंतु। से कौन कहउछंती? से कौन ए दिन देखा चाहिए? समाज को बांटिया पाई आस्थिले? हाँ आस्थिले जे आर्य विदेशी थिले आउ मूल निवासी थिले द्राविड़ बा दलित बा ब्राह्मण, आउ ब्राह्मण को आर्य आउ दलित को शूद्र, एमती एटा करिया पाई आस्थिले? पढ़ंतु ना भाई। ठीक अछि भाई? तो केबे भावंतु नाई मो चेहरा को देखिकी कि बा मोर विचार को देखिकी मु गोटे अशिक्षित ना। हाँ, शिक्षागत योग्यता एते नथिले मध्य बिना तर्क एवं बिना प्रमाण रे आज पर्यंत कौन सी कथा मु कही नाही। आज पर्यंत
ଏଇଟା ତ ସେମାନଙ୍କର ବିଚାର ଯେ ମୁଁ ମିଛ କହୁଛି ବିନା ପ୍ରମାଣରେ। ଆଉ ଏମିତି ଏମିତି ପ୍ରମାଣ ରଖିଛି ନା ମୁଣ୍ଡ ଖରାପ ହେଇଯିବ। ଜାଣିଛନ୍ତି ନା, ଆପଣଙ୍କୁ ମଝିରେ ଗୋଟେ ପୁସ୍ତକ ଦେଖେଇଛି ନା, ଆମ୍ବେଦକର ଝାଡୁ ମଟକା, ତାର ଅରିଜିନାଲ ଯେଉଁ କାହାଣୀ ବା ଯେଉଁ ଇତିହାସ କଣ୍ଟେମ୍ପରାରୀ ସୋର୍ସ, ସେଇଟା ମୁଁ ଆଜି ଖୋଜି ମହାରାଷ୍ଟ୍ରରେ ଏଇ ଘଟଣା ଘଟିଥିବାର କଥା, ଝାଡୁ ମଟକି ଆସିଯିବ ଯଦି ନା, ଅଧା ଲୋକ ତ ଆଉ ମୋ ପଛରେ ପଡିଯିବେ। ହଁ ନା, ସେଥିପାଇଁ ବୁଦ୍ଧିର ପ୍ରୟୋଗ କରନ୍ତୁ। ଆଜି ବାବା ସାହେବ ଆମ୍ବେଦକରଙ୍କର ଯାହା ବି ଆଜି ଯୋଉ ସ୍ତରରେ ତାଙ୍କର ମାନହାନି କରାଯାଉଛି ନା, ଏସବୁ ଏଇ କାରଣରୁ, ଏଇ ମିଛ ପ୍ରପାଗାଣ୍ଡାର, କେବଳ ତାଙ୍କ ନାଁରେ ମିଛ ଭୁଲ ବଟକା ପ୍ରଚାର ଚାଲିଛି, ତାଙ୍କର ବାସ୍ତବିକ ସ୍ୱରୂପକୁ କିଛି କୁହାଯାଉ ନାହିଁ। ହଁ ନା, ତ ସେଇଥିପାଇଁ ମୋର ଆଗ୍ରହ ରହିବ ସମସ୍ତେ ପଢନ୍ତୁ, ଜାଣନ୍ତୁ, ଅନ୍ତତଃ ଯଦି କହୁଛନ୍ତି ବି କାହାକୁ ନା, ଖୋଜନ୍ତୁ ଟିକେ ଡାଟା ସୋର୍ସ କଲେକ୍ଟ କରନ୍ତୁ, କୋଉଠୁ ବି ସତ ଯଦି ଅଛି ସମର୍ଥନ କରନ୍ତୁ ନା। ମୁଁ କାହାର ଶତ୍ରୁ ନୁହଁ। ଯଦି ମୋର ସତ କଥା ଆପଣ ଜାଣୁଛନ୍ତି କି ଜାଣିବି ନାହାନ୍ତି, ପ୍ରଥମେ କଲେକ୍ଟ କରନ୍ତୁ, ଯୋଉ ରିଫରେନ୍ସ ମୁଁ ଦଉଛି ତାକୁ କଲେକ୍ଟ କରନ୍ତୁ, ପଢନ୍ତୁ। ଯଦି ମିଛ କହିଥାଏ ତାହେଲେ ମତେ କୁହନ୍ତୁ, ମୁଁ ସ୍ୱୀକାର କରିଦେବି ମୋର ଭୁଲ ହେଇଛି ବୋଲି। ହେଲା ନା ଭାଇ? ତ ମୁଁ ବି କହୁଛି ଜୟ ଭୀମ, ଜୟ ସମ୍ବିଧାନ, କିନ୍ତୁ ମୋ ଶାସ୍ତ୍ରକୁ ମୁଁ ଛାଡୁନି। ଠିକ ଅଛି ନା, ମୋ ସଂସ୍କୃତି ପରମ୍ପରାକୁ ମୁଁ ଅପମାନ କରୁନାହିଁ, କାରଣ ସମ୍ବିଧାନରେ ଆମ ସଂସ୍କୃତିକୁ ମଧ୍ୟ ସଜାଡ଼ିକି ରଖିବା ପାଇଁ, ସାଇତି ରଖିବା ପାଇଁ ଆଦେଶ ଅଛି। ଠିକ ଅଛି ନା ଭାଇ? ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍ତେ। ଭାରତ ମାତା କି ଜୟ। ବନ୍ଦେ ମାତରम।